ସାଂସଦ ନବଚରଣ ମାଝୀଙ୍କର ବଡ଼ ଘୋଷଣା 2027-28 ନଭେମ୍ବର ସୁଦ୍ଧା NHAI କାମ ଶେଷ ହେବ। ଗୋଟିଏ ଏଜେଣ୍ଡା ଆମର ଏଠି ଆଲୋଚନା ହେଲା, ସେଟା ହେଉଛି NHAI ଏର ଯେଉଁ ଚାଲିଛି ଭାଙ୍ଗି ପଶି କାମ, ସେଟା କେତେ ଅଗ୍ରଗତି ହେଇଛି। ତ ତାଙ୍କର ବିଭାଗୀୟ ସବୁ ଇଞ୍ଜିନିୟର୍ସମାନଙ୍କୁ ଡକା ହେଇଥିଲା, କଣ୍ଟ୍ରାକ୍ଟରମାନଙ୍କୁ ଡକା ହେଇଥିଲା ଏବଂ ଏଥିରେ ଆମର ADM କଲେକ୍ଟର ସମସ୍ତେ ଥିଲେ। ସେମାନଙ୍କ କହିବା ଅନୁସାରେ ଏଇଟା ଆମର 28 ନଭେମ୍ବର 2027 ପୁରା କମ୍ପ୍ଲିଟ୍ ହେଇଯିବ। ତାଙ୍କର ଯାହା କହିଲେ ଆଜି ସେଇ ଇନ୍ ଟାଇମ୍ରେ ସେମାନେ କମ୍ପ୍ଲିଟ୍ କରିବା ପାଇଁ ନିଶ୍ଚିତ ରୂପେ ଆମକୁ ପ୍ରତିଶ୍ରୁତି ଦେଲେ ଏକଦମ କମ୍ପ୍ଲିଟ୍ ହେବ। ତେଣୁ ଏଥିରେ ଆଉ ଗୋଟିଏ ଅଛି ବହରାଗୋଡ଼ାରୁ ସିଙ୍ଗଡ଼ା ଯଶୀପୁର ହେଇକରି, ସେଟା ମଧ୍ୟ ବହୁତ ଖରାପ ଥିଲା। କିନ୍ତୁ ଏବେ ଗାଡ଼ି ସ୍ମୁଥଲି ଚାଲିବା ପାଇଁ ସେ ଟେମ୍ପରାରୀ ସେମାନେ କରିଦେଇଛନ୍ତି। ଯେଉଁ ଯେଉଁ ଜାଗାରେ ଅସୁବିଧା ଥିଲା ସେସବୁ ଜାଗାକୁ ସେମାନେ ଠିକ୍ କରିଦେଇଛନ୍ତି। ତେଣୁ ସେଟା ବି ବହୁତ ଶୀଘ୍ର ହେବ। ଖାଲି ତାଙ୍କର ଯଶୀପୁର ବାଇପାସ୍ ସେଠି ଟିକେ ପ୍ରୋବ୍ଲେମ୍ ଅଛି। ଶ୍ୟାମ ସାହୁ ତାଙ୍କର ଆଗରେ ତାଙ୍କର ସେ ଜାଗା ଯେଉଁଟା ଥିଲା ସେଟା ତାକୁ ନୋଟିସ୍ କରାହେଇନଥିଲା, କିନ୍ତୁ ଏବେ ଯେତେବେଳେ ଫାଇନାଲି ସେମାନେ ଇଏ କଲେ ତାର ନାଁ ବାହାରୁଛି, ସେଠି କିଛି ଡିସମିଲ୍ ଜାଗା ତାର ପଡ଼ୁଛି। ତ ସେଇଟା କ୍ଲିଅର ହେଇଗଲେ ଆଉ ଯଶୀପୁରରେ କିଛି ଅସୁବିଧା ନାହିଁ। ଆଉ ଗୋଟେ ହେଲା ରାଇରଙ୍ଗପୁର ବାଇପାସ୍ 220, ଏଟା 49, ସେଟା 220 ବିଜୟୱାଡ଼ା ରାଞ୍ଚି, ସେଟା ସବୁ ପ୍ରକାର ହେଇଯାଇଛି। ଯେ ଗୋଟେ ସେଠି ଅସୁବିଧା ଅଛି ଯେ ଯିଏ କଣ୍ଟ୍ରାକ୍ଟର ସିଏ ସ୍ପିଡଲି କାମ କରିବା ପାଇଁ ତାକୁ ନିର୍ଦ୍ଦେଶ ଦିଆହେଲା ଯେ ବହୁତ କମ୍ ଗାଡ଼ି ଫାଡ଼ି ଲଗେଇଛି। କାମ ଚାଲିଛି କିନ୍ତୁ ଆଜି କଲେକ୍ଟର ବି ବହୁତ କହିଲେ ଯେ ତୁମେ ଗାଡ଼ି ସଂଖ୍ୟା ବଢ଼ାଅ, ଲୋକାଲ ଗାଡ଼ି ସବୁ ଲଗାଅ ଏବଂ ଚାଷ ପୂର୍ବରୁ କମ୍ ସେ କମ୍ ଷ୍ଟ୍ରକ୍ଚରଟା ବନେଇ ଦିଅ, ରାସ୍ତାର ଷ୍ଟ୍ରକ୍ଚର, ତାହେଲେ ଲୋକମାନେ ସେଠି ଆଉ କିଛି ଆବାଦି କରିବେ ନାହିଁ କି ଚାଷବାସ ବି ଜମିରେ କରିବେ ନାହିଁ। ଆମର ଯେଉଁ ଷ୍ଟ୍ରକ୍ଚର ବନେଇଦେଲୁ ଗାଡ଼ିରେ ଜେସିବିରେ, ତାହେଲେ ଆଉ କିଛି ଅସୁବିଧା ରହିବ ନା ଲୋକଙ୍କର, ଆଉ ସେଠି କିଛି ସେମାନେ ବି ଆଉ ଫଳ କରିବେନି। ତେଣୁ ଏଇଟା ଆମର ଯେଉଁ ଅବଧି ଭିତରେ ହେବା କଥା ସେଟା ଆଜି ସମସ୍ତେ କହିଲେ, ଅଧିକାରୀ ମଧ୍ୟ କହିଲେ। ବାଙ୍ଗିରିପୋ ସେଟା ମୁଖ୍ୟ ଥିଲା, ଏଠି ବହୁତ ଆକ୍ସିଡେଣ୍ଟ ହେଉଥିଲା, ଜାମ୍ ହେଉଥିଲା, ଘଣ୍ଟା ଜାମ୍ ହେଉଥିଲା। ଆମେ ମଧ୍ୟ ସେଠି ଅନ୍ତର୍ଭୁକ୍ତ, ଆମେ ଭୋଗିଛୁ, ଆଜି ବି ତ ଜାମ୍ରେ ଆସିବ। ତେଣୁ ଏଇଟା ତୁରନ୍ତ କେମିତି ହେବ, ସେଇଥିପାଇଁ କଲେକ୍ଟର ବି ସମସ୍ତଙ୍କୁ ତାଗିଦ କଲେ। ଆଜି ଆମେ ମଧ୍ୟ କହିଲୁ, ସେମାନେ କହିଲେ ନାଇଁ, ଆମେ ଏବେ ଫର୍ମବେଡ଼ାଟା ଯେଉଁ ଅସୁବିଧା ହେଉଥିଲା, ବହୁତ ଅସୁବିଧା ହେଉଥିଲା, ସେଟାକୁ ସେମାନେ ୱାନ୍ ପାର୍ଟଟାକୁ କମ୍ପ୍ଲିଟ୍ କରିଦେଇଛନ୍ତି। ତେଣୁ ଆମେ ଭାବୁଛୁ ଏଇ ଯେଉଁ ଡେଡ୍ ଲାଇନ୍ ଦେଇଛନ୍ତି 28 ନଭେମ୍ବର 2027 ନିଶ୍ଚିତ ରୂପେ ବାଙ୍ଗିରିପୋ ସେଟା କମ୍ପ୍ଲିଟ୍ ହେବ, ରାଇରଙ୍ଗପୁର ମଧ୍ୟ କମ୍ପ୍ଲିଟ୍ ହେବ ଏବଂ ଯଶୀପୁର ମଧ୍ୟ କମ୍ପ୍ଲିଟ୍ ହେବ।